2 ବର୍ଷ ପ୍ରିପାରେସନ୍ ଭିତରେ କ'ଣ ସବୁ ମାନେ ଅସୁବିଧା ସମ୍ମୁଖୀନ ଆପଣ ହେଇଛନ୍ତି? ତ health ବହୁତ ଖରାପ ଥିଲା। ତ ଫ୍ୟାମିଲି ପ୍ରେସର ବହୁତ ଥାଏ କି ଯେହେତୁ ଘରର ବଡ ଝିଅ ସମସ୍ତେ ବହୁତ ମାନେ ପ୍ରେସର ମାନେ ଆଫ୍ଟର ସର୍ଟେନ ଏଜ ତାପରେ ତମେ ତ ବାହାରୁ ପଢିକି ଆସିଥିବ ନା ଲୋକଙ୍କର ଏକ୍ସପେକ୍ଟେସନ ବହୁତ ଥାଏ କି ସେ ବାହାରେ ଯାଇକି ପଢିଲା 3 ବର୍ଷ 4 ବର୍ଷ କିଛି କରିବୁନି ଘରେ ଆସି ବସୁଛି ସେଟା ଗୋଟେ ବେଶୀ ପ୍ରୋବ୍ଲେମ ଫ୍ୟାମିଲି ପ୍ରୋବ୍ଲେମ ଥାଏ ଭାବିବା ଇଟ୍ ଇଜ ଭେରି ଇଜି ଏଇଟା ବହୁତ ହିଁ ମାନେ ଲୋକଙ୍କର ତା ଭିତରେ ଧୈର୍ଯ୍ୟ ଶକ୍ତି ବି ରହେନି ସମସ୍ତଙ୍କର ସମସ୍ତେ ବେଳେ ବେଳେ ଭାବନ୍ତି କି ଆରେ କଣ ହଉନି ସବୁଆଡୁ ପ୍ରେସର ଆସୁଥିବ କାରଣ ତମ ଘର ବାଲା ଯଦି ମା ବାବା ସହିତ ଶିକ୍ଷିତ ଥିବେ ନା ସେମାନେ ବୁଝିପାରୁଥିବେ କି ଆରେ ଗୋଟେ ବର୍ଷ ଏକ୍ସାମ ହୁଏ ଆଉ ପୁରା 1 year ହିଁ ଲାଗେ କିନ୍ତୁ ସାହି ପଡିଶା ଲୋକ କେହି ତମ କଥା ବୁଝିବେନି ସମସ୍ତେ ଭାବୁଥିବେ କି ଆରେ ହଉନି ୟାର ଏ କିଛି ଏକ୍ସାମ ଦଉନି ଘରେ ବସୁନି ବୁଝିପାରିବେନି କି ନାଇଁ ଆରେ ବର୍ଷରେ ନହେଲା ମାନେ ନେକ୍ସଟ ଇୟର ହିଁ ଏକ୍ସାମ ହୁଏ ଭେରି ଲେନ୍ଦି ସିଭିଲ ର ଏଇ ପ୍ରୋସେସ ରେ ସଷ୍ଟେନ କରିବା ଗୋଟେ ମେଜର ଡିଫିକଲ୍ଟି ଥାଏ ଆଉ କାହା ସହିତ ଫାଇଟ୍ କରିବା ନିଜ ସହିତ ଫାଇଟ୍ କରିକି ଏକ୍ସାମ ପ୍ରୋସେସ ରେ ମାନେ ସଷ୍ଟେନ କରିବା ମତେ ଲାଗେ ଗୋଟେ ମେଜର ଟାସ୍କ ମାନେ ମେଜର ହର୍ଡଲ ଏଇଟା କି ଏତେ ପଢିକି ଆସିଛି କରୁଛି କଣ ସେ ଘରେ ଆଚ୍ଛା ମୋର ଏଇଟା ଥିଲା ମେଜର ପ୍ରୋବ୍ଲେମ ବିକଜ ମୁଁ ଛୋଟ ବେଳୁ ଭଲ ପଢୁଥିଲି ମାନେ ମାନେ ବୁଝିଲି। ପଢୁଥିଲି 90% ପିଲା ତ ସେତେ ମାନେ କିଏ ଭାବନ୍ତିନି କି ପାରିବନି କି କଣ ବଟ ଗୋଟେ ସର୍ଟନ ପଏଣ୍ଟ ଅଫ ଟାଇମ ରେ ତମେ ବାର କ୍ଲିୟର ଦେଖ ନା ସମସ୍ତେ କୁହନ୍ତି କି ଆଉ ଏତେ ଥର ତ ଏକ୍ସାମ ଦଉଛି ହଉନି ଆଉ ତାର କଣ ହବ ଆଚ୍ଛା ମାନେ ତାର କଣ ହବ ଲୋକ ସେଟା କୁହନ୍ତି କି ହଁ ସେ ତ ଦଉଛି ମୁଁ ଜାଣିଛି ମୋ ଝିଅ କେବେ ନା କେବେ ପାଇବ ତ ମୋ ବାପାଙ୍କର ଏଇ ଗୋଟେ ସପୋର୍ଟ ଥିଲା ତା ପାଇଁ ମାନେ ମୋ ମା ବି ବୁଝେ କାରଣ ମାନେ ସିଏ ଟିକେ ପଢିଛି ସେ ଜାଣିଛି କି ଲେନ୍ଦି ପ୍ରୋସେସ ସମସ୍ତଙ୍କୁ ଲାଗେ ଆଉ ବେଳେ ବେଳେ ବାପା ମା ଧୈର୍ଯ୍ୟହରା ହୁଅନ୍ତି ବେଳେ ବେଳେ ଗୋଟେ ସିଚୁଏସନ ରେ ସେମାନେ ତମକୁ ଗାଳି କରିବେ ସବୁ କରିବେ ସମସ୍ତଙ୍କ କଥା ଶୁଣିକି ଗାଳି କରିବେ କିନ୍ତୁ ପର ମୁମେଣ୍ଟ ରେ ସବୁବେଳେ ସେ ମୋ ପାଖରେ ଛିଡା ହେଇଥିବେ ଜିନିଷ ହେଲା ଗୋଟେ ଜିନିଷ ହେଲା ପଢୁଥିବା ଟାଇମରେ ତମକୁ କେହି ପଚାରିବେନି ପାଇଗଲା ଟାଇମରେ ସମସ୍ତେ ତମ ପାଖକୁ ଆସିବେ ଆଚ୍ଛା ମାନେ ଏଇଟା ହେଲା ମାନେ ଦୁନିଆର ଗୋଟେ ଯୋଉ କୁହନ୍ତିନି ନିରାଟ ସତ୍ୟ ମାନେ ବିଶ୍ୱାସ କର ପଢୁଥିବା ଟାଇମରେ ସେଇ ଲୋକ କହିଦେଇ ଯାଉଥିବ ହଁ ତତେ ଏତ 25 ବର୍ଷ ହେଇଗଲାଣି ପଢୁଛି ବାହାରକୁ ପଢିବାକୁ ଯାଇଥିଲା ଆଉ ପାଇଗଲା ପରେ ସେଇ ଲୋକ ହଠାତ୍ କିନା ବୁଲି ବୁଲିକି ତମ ପାଖକୁ ଆସିବେ ମୁଁ ଜାଣିଥିଲି ପରା ଦିନେ ତମେ ପାଇବ ମୁଁ ଖାଲି ଏମିତି ମାନେ ପଇସା ରୋଜଗାର ଇନକମ କରିବ ନା ତମର ସୋସାଇଟିରେ କିଛି ଦିନ ପୂର୍ବରୁ ତମର କିଛି ରେସ୍ପେକ୍ଟ ନଥିବ ଯଦି ତମେ ୟୁ ଷ୍ଟାର୍ଟେଡ୍ अर्निंग ଗୁଡ୍ ଅର୍ ସମଥିଙ୍ଗ ପୋଜିସନ ପାଇଗଲ ନା ସମସ୍ତେ ତମ ପାଖକୁ ପଳେଇ ଆସିବେ ସେଟା ମାନେ କଣ ବଟ ଏଗୁଡାକ ସବୁ ମାନେ ମୋହ ମାୟା ଯାହା କୁହନ୍ତିନି ସେଇଟା ତମେ ଆଠୁ ଦୂରରେ ରହିବା ଦରକାର ଯୋଉମାନେ ତମର ବେଶୀ ଦୁଃଖ ଟାଇମରେ ସାଙ୍ଗରେ ଥିବେ ନା ତମର ପ୍ରିପାରେସନ କଲା ଟାଇମରୁ ଯୋଉମାନେ ତମ ସହିତ ସଂଘର୍ଷ ଦେଖିଥିବେ ନା ତମର ସେଇମାନଙ୍କ ସହିତ ହିଁ ତମେ ପାଇଲା ପରେ ମତେ ଲାଗେ କି ତୁ ରହିବା କଥା ଆଉ ବାକି ମାନଙ୍କୁ ଛାଡିବା କଥା ଏ ଲୋକ ତ ଆତେ ଯାତେ ରେହତେ ମାନେ ଏଗୁଡାକ ମାନେ ଏତେ କେୟାର କରିବା କଥା ଆପଣ ଫ୍ୟୁଚର ଆସ୍ପିରାଣ୍ଟ ମାନଙ୍କୁ କ'ଣ ଟିପ୍ସ ଦେବେ? ଫ୍ୟୁଚର ଆସ୍ପିରାଣ୍ଟ ମାନଙ୍କୁ ଏହା କହିବେ କି ମାନେ ଖାଲି ଆଜିର ସେସନ୍ ଜଣେ ନୂଆ ଗେଷ୍ଟ ଅଛନ୍ତି ଆମ ପାଖରେ ଫାଷ୍ଟ ଟାଇମ୍ ଏଇ ୟୁଟ୍ୟୁବ୍ ଚ୍ୟାନେଲରେ ଜଣେ ଓଏସ୍ ଅଫିସରଙ୍କୁ ମୁଁ ଇନଭାଇଟ୍ କରିଛି ତ ମ୍ୟାଡ଼ାମ୍ ଆପଣଙ୍କୁ ୱେଲକମ୍ କରିବି ଏବଂ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ନିଜର ବ୍ୟସ୍ତବହୁଳ ସମୟରୁ କିଛି ସମୟ ମାନେ ମୋର ଅଡ଼ିଏନ୍ସ ମାନଙ୍କୁ ଦେଲେ ଆପଣଙ୍କ ବିଷୟରେ ଟିକେ ଆଟଲିଷ୍ଟ କିଛି ସର୍ଟଲି କୁହନ୍ତୁ ଆପଣଙ୍କର ପାଠପଢ଼ା କେମିତି କ'ଣ ହେଇଛି କେଉଁ ଷ୍ଟୁଡେଣ୍ଟ ଲାଇଫ୍ ବିଷୟରେ ଟିକେ କୁହନ୍ତୁ ଅଡ଼ିଏନ୍ସ ମାନଙ୍କୁ थैंक यू गुरु प्रसाद मते एई प्लेटफॉर्म को आने ମୋ ନାଁ ହେଲା ସ୍ୱେତଲିନା ସାହୁ ମାନେ ମୁଁ ରାଉଣ୍ଡ 30 ସିକ୍ୟୁର କରିଥିଲି OCS 2021 ଏକ୍ସାମିନେସନରେ ମୋର ଏଜୁକେଶନାଲ ବ୍ୟାକଗ୍ରାଉଣ୍ଡ ହଉଛି ମୁଁ MSc ଏଗ୍ରିକଲଚର ଫ୍ରମ କଲେଜ ଅଫ ଏଗ୍ରିକଲଚର ପୁନେ ମହାରାଷ୍ଟ୍ରରୁ ମୁଁ ପଢିଥିଲି ତାପରେ ଏ ପ୍ରିପରେସନ ଷ୍ଟାର୍ଟ କରିଥିଲି ସିଭିଲ ସର୍ଭିସେସ୍ ପାଇଁ କି यूपीएससी रो एटेम्प्ट्स देला परे नेक्स्ट मु ओपीएस रो एटेम्प्ट गुडा ଦେଇଥିଲି ओसीएस रे एटा मोर माने मु जदी कहबी कि विथ प्रिपरेशन दिस वाज माय फर्स्ट अटेम्प्ट एंड आई क्लियर्ड इट विथ चैलेंज ଆଚ୍ଛା ତ ଏଇ ଯେଉଁ ପ୍ରିପାରେସନ୍ ଆପଣଙ୍କର ଯେଉଁ ଲାଟେଷ୍ଟ ଏଜୁକେସନ୍ ଯେତେବେଳେ ଆପଣଙ୍କ ଯେଉଁ କ୍ଲିୟର ମାନେ କେବେ ହେଲା କେଉଁ ଇୟର୍ ଆପଣ ପୁରା ଲାଷ୍ଟ ଆପଣଙ୍କ ଲାଟେଷ୍ଟ ଏଜୁକେସନ୍ଟା କେଉଁ ଇୟର୍ I completed my MSc Agriculture in 2020. I cleared the exam in 2023. ଆଚ୍ଛା 2-3 years ର preparation ମାନେ 2.5 years ର preparation ରହିଥିଲା ମୁଁ actually preparation କରିବା ପାଇଁ ଭାବିଥିଲି କିନ୍ତୁ ମୋ ମାଷ୍ଟର୍ସ ଟାଇମ୍ ରେ ଆମର ଏମିତି ଥାଏ କି ଆମର ବହୁତ ସାରା ରିସର୍ଚ୍ଚ ପେପର ପବ୍ଲିଶ କରିବାର ଥାଏ ତ ଏତେ ପଢାପଢି କରି ହୁଏନି
तो ମୁଁ ଯେତେବେଳେ କୋଭିଡ ଟାଇମରେ ଘରକୁ ଆସିଥିଲି ପୁନେରୁ ଓଡିଶା ଆସିଲି ତ ସେତେବେଳେ ଭାବିଲି କି ଘରେ ରହିକି ପ୍ରିପରେସନ ତ କରିବାର ଅଛି ତ ସେଇଥିରେ ପ୍ରିପରେସନ ଷ୍ଟାର୍ଟ କରିଥିଲି ମାର୍ଚ୍ଚ 2020 ରୁ ପ୍ରିପରେସନ ପୁରା ଷ୍ଟାର୍ଟ କରିଥିଲି ମାନେ 2.5 ଇୟର 3 ଇୟର୍ସ ଆରାଉଣ୍ଡ ର ଜର୍ଣ୍ଣି ଥିଲା। ଆଚ୍ଛା ମାନେ ଆପଣଙ୍କର ମାନେ ଆଗରୁ ଏମ୍ ଥିଲା କି ମୋତେ ଗୋଟିଏ ହିଁ ସିଭିଲ୍ ସର୍ଭିସ୍ ପାଇଁ ପଢ଼ିବାର ଅଛି ମାନେ ଆଉ ଅଲଗା ଲାଇନ୍ ପାଇଁ କିଛି ଇଣ୍ଟରେଷ୍ଟ ନଥିଲା? ନାଇଁ ମୁଁ ପଢିଲା ଟାଇମରେ ମାନେ ସେମିତି ଆକ୍ଚୁଆଲି ମହାରାଷ୍ଟ୍ରରେ ଯେତେବେଳେ ମୁଁ ପଢୁଥିଲି ନା ତ ମୋର ବ୍ୟାଚମେଟ୍ ଜଣେ ଥିଲେ ସ୍ନେହା ଖାଇଗୁଡେ she got AIR 109 UPSC ରେ so she always motivated me कि तू भी दे like she ମାନେ motivated me कि आप तू भी दे एग्जाम क्लियर करे कि CS UPSC तो she motivated me and one of my another senior I post actually Indian Forest Service रे he also said me कि नहीं academics रे actually ସେତେବେଳେ academics ରେ ଏତେ career ଭଲ ନଥିଲା ଏତେ opportunities ନଥିଲା ତ ସେଇଠୁ ସେମାନେ ଗୋଟେ ମୋ ପାଇଁ ଗୋଟେ ଲାଇକ୍ ଚିଙ୍ଗାରୀ ଟାଇପର ଥିଲେ ଯେ ମତେ କହିଥିଲେ କି ପ୍ରିପାରେସନ କରିବା ପାଇଁ ତ ସେଇଠୁ ମୁଁ ପ୍ରିପାରେସନ ଷ୍ଟାର୍ଟ କରିଥିଲି ମାନେ ଭାବିଥିଲି ବଟ୍ ମାନେ ଫୁଲ ଫ୍ଲେଜେଡଲି କରିପାରୁନଥିଲି କାରଣ MSc ଟା ରିସର୍ଚ୍ଚ ରହିଯାଉଥିଲା ତ ଫୁଲ ଫ୍ଲେଜେଡଲି 2020 ରୁ ମାର୍ଚ୍ଚ ରୁ ପ୍ରିପାରେସନ କଲି ଆଉ। ଆଚ୍ଛା ତ ଏଇ ଯେଉଁ ପ୍ରିପାରେସନ୍ ସେଲ୍ଫ ପ୍ରିପାରେସନ୍ ଥିଲା ନା କେଉଁଠୁ କୋଚିଂ ନେଇଥିଲେ? ନାଇଁ ପ୍ରିପାରେସନ ମୋର ସେଲ୍ଫ ପ୍ରିପାରେସନ ଥିଲା ମୁଁ ମୋର କହିଲି ଯେମିତି ମୋର ସାଙ୍ଗ ଥିଲେ ମୋ ସିନିୟର୍ସ ଥିଲେ ମୁଁ ସେଇମାନଙ୍କ ହେଲ୍ପରେ ହିଁ ଫାର୍ଷ୍ଟ ମୁଁ ଆକ୍ଚୁଆଲି ୟୁପିଏସସି ର ଆଟେମ୍ପ୍ଟ ଦେଇଛି ୟୁପିଏସସି ର ଆଟେମ୍ପ୍ଟ ଦେଲା ପରେ when I couldn't succeed in the mains ମୋର ସେକେଣ୍ଡ ମେନ୍ସ ଥିଲା ସେକେଣ୍ଡ ମେନ୍ସ ରେ ଯେତେବେଳେ କ୍ଲିୟର ହେଇନଥିଲା ସେଇଟା ମୋର ମୋ ପାଇଁ ବହୁତ ମେଜର ସେଟବ୍ୟାକ୍ ଥିଲା ସେଟବ୍ୟାକ୍ ଥିଲା ପରେ ମତେ ଆକ୍ଚୁଆଲି ମୁଁ OCS ଦଉନଥିଲି OCS ମୁଁ ଆଗରୁ ଯେବେ ଦେଇଥିଲି I think around ମୋର BSc ପରେ ପରେ ଥରେ ଏକ୍ଜାମ ଦେଇଥିଲି ଏମିତି ଯେତେବେଳେ କି ମାନେ କିଛି ବି ପ୍ରିପାରେସନ ନଥିଲା ଜାଣି ବି ନଥିଲି ଏକ୍ଜାମ ଏମିତି ବସିକି ଦେଇଥିଲି ମାନେ କିଛି ଜଣା ନଥିଲା ଦବାର ତ କିନ୍ତୁ ଫାର୍ଷ୍ଟ ମୁଁ ୟୁପିଏସସି ଦେଲି ୟୁପିଏସସି ଦବାଟା ମୁଁ OCS କେବେ ଦେଇନି ତ ୟୁପିଏସସି ର ଏମ୍ ଥିଲା କିନ୍ତୁ ଯେହେତୁ ମୋ ବାବାଙ୍କ ହେଲ୍ଥ ବହୁତ ଡିଟେରିଅରେଟ୍ କରୁଥିଲା ଆଉ ମାନେ ଜବ୍ ର ପ୍ରେସର ଥାଏ ନା MSc କଲା ପରେ ଘରେ ବସିଲା ପରେ ଥାଇକି କଣ ଏତେ ସମୟ ଘରେ ବସିଛି କିଛି କରୁନି ପ୍ରିପାରେସନ ତ ମୋ ବାବା ମତେ ବହୁତ କହୁଥିଲେ କି ଆରେ OCS ଦେଇଦେ ତ ମାନେ ସେଇ ଆଟେମ୍ପ୍ଟ ରେ ହିଁ ଦେଇଥିଲି ମାନେ ଆଚ୍ଛା ଦେଇଥିଲି ଫାର୍ଷ୍ଟ ଟାଇମ୍ ପାଇଁ ଦେଇଥିଲି ଆଉ ଆଚ୍ଛା 2021 ର ପ୍ରିପେୟାର ଯୋଉଟା କି 2022 ରେ ତାର ପ୍ରିଲିମ୍ସ ଥିଲା 2023 ରେ ତାର ରେଜଲ୍ଟ ଆସିଥିଲା। ଆଚ୍ଛା ପ୍ରିପାରେସନ୍ ଆପଣଙ୍କର 2 ବର୍ଷ ଥିଲା 2 ବର୍ଷ ପ୍ରିପାରେସନ୍ କରିଥିଲେ ସୋ ଏ 2 ବର୍ଷ ପ୍ରିପାରେସନ୍ ଭିତରେ କ'ଣ ସବୁ ମାନେ ଅସୁବିଧାର ସମ୍ମୁଖୀନ ଆପଣ ହୋଇଛନ୍ତି କ'ଣ କ'ଣ ସବୁ ବ୍ୟାରିୟର ଆସିଛି କ'ଣ ଅସୁବିଧା ଆପଣଙ୍କ ସମ୍ମୁଖୀନ ହୋଇଛନ୍ତି? ପ୍ରିପାରେସନ ଟାଇମରେ ମେଜର ତ ମତେ ଏଜୁକେଶନାଲ ସାଇଡ ରୁ ଏତେ ଆସେନି ମାନେ ଯେମିତି କି ମାନେ ପଢାପଢି ନେଇକି ମୋର ସୋର୍ସେସ ସର୍ଟେଜ ଥିଲା କାରଣ ମୁଁ ଏତିକି ବ୍ଲେସ୍ଡ କି ମୁଁ ଯୋଉମାନଙ୍କଠୁ ମାନେ ଗାଇଡାନ୍ସ ନଉଥିଲି ଦେ ହାଭ୍ ଅଲରେଡି କ୍ଲିୟର୍ଡ ଏକ୍ସାମ ତ ମୋର ସେଇ ସବୁ ଜିନିଷରୁ ମତେ ଲାଗେ କି ଗୋଟେ ପାର୍ଟରେ ମୁଁ ଟିକେ ବ୍ଲେସ୍ଡ ଥିଲି କି ମତେ ସର୍ଟେଜ ଥିଲା ମାନେ ଜାଣିଥିଲି ସୋର୍ସେସ ଗୁଡାକ କୋଉଠୁ ପଢିବାର ଅଛି କେତିକି ପଢିବାର ଅଛି ବାକି ପ୍ରୋବ୍ଲେମ ସେଇଟା ଆସେ କି ଯେମିତି ମାନେ ଗୋଟେ ମେଜର ସେଟବ୍ୟାକ୍ ଥିଲା ମୋ ବାବାଙ୍କ ହେଲ୍ଥ ବହୁତ ଖରାପ ଥିଲା ତ ଫ୍ୟାମିଲି ପ୍ରେସର ବହୁତ ଥାଏ ମାନେ ଯେହେତୁ ଘରର ବଡ ଝିଅ ସମସ୍ତେ ବହୁତ ମାନେ ପ୍ରେସର ମାନେ after certain age ତାପରେ ତମେ ତ ବାହାରୁ ପଢିକି ଆସିଥିବ ନା ଲୋକଙ୍କର ଏକ୍ସପେକ୍ଟେସନ ବହୁତ ଥାଏ କି ସେ ବାହାରେ ଯାଇକି ପଢିଲା 3 ବର୍ଷ 4 ବର୍ଷ କିଛି କରିବୁନି ଘରେ ଆସି ବସୁଛି ସେଟା ଗୋଟେ ବେଶୀ ପ୍ରୋବ୍ଲେମ ଫ୍ୟାମିଲି ପ୍ରୋବ୍ଲେମ ଥାଏ ଆଉ ତାପରେ ଆଉ ଗୋଟେ ହେଲା କି ମତେ ଲାଗେ କି ପ୍ରିପାରେସନ ହିଁ ମାନେ ପ୍ରିପାରେସନ ପାଇଁ ଭାବିବା ଇଟ୍ ଇଜ ଭେରି ଇଜି କି ମୁଁ ୟୁପିଏସସି ଦେବି କି ସିଭିଲ ଦେବି କି କିଛି ଦେବି ପ୍ରିପାରେସନ ଇଜ ଭେରି ଇଜି କିନ୍ତୁ ଯେତେବେଳେ ତମେ ଫେଲିୟର ଦେଖ ଆଉ ହଉନଥାଏ ଦ୍ୟାଟ୍ ଇଜ ମେଜର ସେଟବ୍ୟାକ୍ ସେଇଟା ଥାଏ ଯେତେବେଳେ ତମେ ଦଉଥିବ ଗୋଟେ ଆଟେମ୍ପ୍ଟ ଆପଣ ଗୋଟେ ସାଇକେଲ ଆମର 1 year ର ସାଇକେଲ ଥାଏ ୟୁପିଏସସି ଦେଖି ଦିଅନ୍ତୁ ମତେ ଲାଗେ ଆମରି OCS ଟା ଗୋଟେ ବହୁତ ସର୍ଟ ସାଇକେଲ ଥିଲା ଯୋଉଟା କି 9 months ର ସାଇକେଲ ରେ କମ୍ପ୍ଲିଟ ହେଇଯାଇଥିଲା କିନ୍ତୁ ବାକି ଯଦି ଆମେ ଦେଖିବା ଏଥର ବି OCS ର ଜଷ୍ଟ 1 year ଏବେ ରେଜଲ୍ଟ ଆସିଛି ମେନ୍ସ ର ମାନେ ଇଟ୍ସ ଅଲ୍ ଆବାଉଟ୍ ମାନେ ଅଲରେଡି ପାଷ୍ଟ 10 months ତ ସାଇକେଲ ହିଁ ଗୋଟେ ଇୟର ର ଥାଏ ତ ମାନେ ପେସେନ୍ସ ଲେଭେଲ ବି ଖସି ଯାଏ କାରଣ
ଏଇ ବର୍ଷ ହେଲା ନେକ୍ସଟ ବର୍ଷକୁ ଅନେଇକି ବସିଥା ସେମିତି ଥାଏ। ତ ଏଇଟା ବହୁତ ହିଁ ମାନେ ଲୋକଙ୍କର ତା ଭିତରେ ଧୈର୍ଯ୍ୟ ଶକ୍ତି ବି ରହେନି ସମସ୍ତଙ୍କର। ସମସ୍ତେ ବେଳେ ବେଳେ ଭାବନ୍ତି କି ଆରେ କଣ ହଉନି ସବୁଆଡୁ ପ୍ରେସର ଆସୁଥିବ। କାରଣ ତମ ଘର ବାଲା ଯଦି ମା ବାବା ସହିତ ଶିକ୍ଷିତ ଥିବେ ନା ସେମାନେ ବୁଝିପାରୁଥିବେ କି ଆରେ ଗୋଟେ ବର୍ଷ ଏକ୍ସାମ ହୁଏ ଆଉ ପୁରା 1 year ହିଁ ଲାଗେ, କିନ୍ତୁ ସାହି ପଡିଶା ଲୋକ କେହି ତମ କଥା ବୁଝିବେନି। ସମସ୍ତେ ଭାବୁଥିବେ କି ଆରେ ହଉନି ୟାର ଏ କିଛି ଏକ୍ସାମ ଦଉନି ଘରେ ବସୁନି, ବୁଝିପାରିବେନି କି ନାଇଁ ଆରେ ବର୍ଷରେ ନହେଲା ମାନେ ନେକ୍ସଟ ଇୟର ହିଁ ଏକ୍ସାମ ହୁଏ। This process is very lengthy civil ର। ଏଇ ପ୍ରୋସେସ ରେ ସଷ୍ଟେନ କରିବା ଗୋଟେ ମେଜର ଡିଫିକଲ୍ଟି ଥାଏ। ତା ସହିତ ବହୁତ ସାରା ଇମୋସନାଲ ଟ୍ରମା ତମେ ବି କରିବ, କାରଣ 1 year ଭିତରେ ତମ ଲାଇଫ ଗୋଟେ ସ୍ମୁଥ ରେ ଚାଲିଥିବ ତମେ ଜାଣିପାରିବନି। 1 year ଭିତରେ ବହୁତ ସାରା ଅପଡାଉନ ଭିତରେ ଆସିବ। ତମର କେତେବେଳେ ଇମୋସନାଲ ବ୍ରେକଡାଉନ ହବ, କେତେବେଳେ ତମେ ହାଇଲି ମୋଟିଭେଟେଡ ଥିବ, କେତେବେଳେ ମାନେ ମାନେ ନର୍ମାଲ ସ୍ମୁଥଲି ଚାଲିଥିବ। ତ ସବୁ ଜିନିଷ ସହିତ କୋପ ଅପ୍ କରିକି ପ୍ରିପାରେସନ ରଖିବା ମାନେ ଇଚ୍ ଆଣ୍ଡ ଏଭ୍ରି ଡେ ଇଜ ଏ ନ୍ୟୁ ଷ୍ଟ୍ରଗଲ। You have to fight with you ମାନେ yourself। ଆଉ କାହା ସହିତ ଫାଇଟ୍ କରିବା, ନିଜ ସହିତ ଫାଇଟ୍ କରିକି ଏକ୍ସାମ ପ୍ରୋସେସ ମାନେ ସଷ୍ଟେନ କରିବା ମତେ ଲାଗେ ଗୋଟେ ମେଜର ଟାସ୍କ, ମାନେ ମେଜର ହର୍ଡଲ ଏଇଟା ଥାଏ। ଯୋଉଟା ପିଲା ବହୁତ ହାରାସମେଣ୍ଟ ହୁଅନ୍ତି, ମୁଁ ବି ଦେଖିଛି। ପିଲା ଟିକେ ବି ପ୍ରିଲିମ୍ସ ହେଇନଥିବ ମତେ ଏବେ ବି କଲ୍ କରନ୍ତି କି ଦିଦି ପ୍ରିଲିମ୍ସ ହେଇନି, କହିଲେ ଠିକ ଅଛି ପ୍ରିଲିମ୍ସ ହେଇନି ଟ୍ରାଇ ଫର ଆନାଦର ମୋର ଚାନ୍ସ ଇଫ ୟୁ ହାଭ ଦ୍ୟାଟ ଜିଲ୍। ଯଦି ନାହିଁ ଛାଡି ଦିଅ। ଯଦି ଯଦି ମାନେ ମାଇଣ୍ଡରେ କ୍ଲିୟର ଅଛି ନାଇଁ ମତେ ସିଭିଲ ସର୍ଭାଣ୍ଟ ହିଁ ହବାର ଅଛି, ତେଣୁ ଗୋ ଫର ଇଟ୍। କାରଣ ଯୋଉମାନେ ପ୍ରିପାରେସନ କରିବାକୁ ଆସନ୍ତି ଫର୍ଷ୍ଟ ମୁଁ ତାଙ୍କୁ ଗୋଟେ ଆଡଭାଇସ ସବୁବେଳେ ଦେଇଥାଏ, ବ୍ରେନରେ କ୍ଲାରିଟି ରଖ କି ଗୋଟେ ଆଟେମ୍ପ୍ଟରେ ବି ହେଇପାରେ, ଥର୍ଡ ଆଟେମ୍ପ୍ଟ ବି ଲାଗିପାରେ। ଯଦି ମୋର ଏମ୍ ଅଛି କି ସିଭିଲ ସର୍ଭାଣ୍ଟ ହବାର ଅଛି ତ ମତେ 6ଟା ଆଟେମ୍ପ୍ଟ ପାଇଁ କି 7 years I should have that patience। ଯଦି ନାହିଁ then don't come to this cycle। otherwise ଆଉ ବହୁତ ସାରା ଅପସନ୍ସ ଅଛି, just explore it। other exams ଅଛି ଯେମିତି ବ୍ୟାଙ୍କିଙ୍ଗ ହେଇଗଲା, ବର୍ଷରେ 2-3 ଥର ଲେଖା ଏକ୍ସାମ ହଉଛି, you can go for it। ଆଚ୍ଛା, ଯେଉଁ ଆପଣ ଯେଉଁ ପ୍ରିପାରେସନ୍ କଲା ଭିତରେ ଆପଣଙ୍କର ଯେଉଁ ସବୁ ରିଲେଟିଭ୍ସ ଥାଆନ୍ତି, ସାଇ ପଡ଼ିଶା ଥାଆନ୍ତି, ତ ସେମାନଙ୍କ ସବୁ ବ୍ୟାଡ୍ କମେଣ୍ଟସ୍ ଦିଅନ୍ତି। ଓଏସ୍ ପାଇଁ ପଢ଼ୁଛି, ସେ ଓଏସ୍ ଷ୍ଟାଣ୍ଡାର୍ଡ଼ ନୁହଁ, ତାର ମୁଣ୍ଡ ସେତିକି ଭେଜା ନାହିଁ ଓଏସ୍ ପାଇବା ପାଇଁ, ସବୁ ବ୍ୟାଡ୍ କମେଣ୍ଟସ୍ ଥାଏ, ସବୁ ଟାଇଟ୍ ବରା କରନ୍ତି। ତ ତାକୁ କେମିତି ହ୍ୟାଣ୍ଡେଲ୍ କରୁଥିଲେ, ମାନେ ଓଏସ୍ ପାଇଗଲା ପରେ ବେସିକାଲି ସେମାନଙ୍କ ରେସ୍ପନ୍ସଟା ବର୍ତ୍ତମାନ କେମିତି ଅଛି? ନାଇଁ ମତେ ତ ଏମିତି କିଛି ମାନେ କମେଣ୍ଟସ୍ ନଥିଲା କି ମାନେ ଓଏସ୍ ଟାଇପ ତାର ଭେଜା ନାହିଁ, ସେମିତି କିଛି ନଥିଲା। ବଟ ଏଇଟା ଥିଲା କି ଏତେ ପଢିକି ଆସିଛି କରୁଛି କଣ ସେ ଘରେ। ଆଚ୍ଛା, ମୋର ଏଇଟା ଥିଲା ମେଜର ପ୍ରୋବ୍ଲେମ କି ବିକଜ ମୁଁ ଛୋଟ ବେଳୁ ଭଲ ପଢୁଥିଲି, ମାନେ ମାନେ ବୁଝିଲି। ପଢୁଥିଲି 90% ପିଲା, ତ ସେତେ ମାନେ କିଏ ଭାବନ୍ତିନି କି ପାରିବନି କି କଣ। ବଟ ଗୋଟେ ସର୍ଟନ ପଏଣ୍ଟ ଅଫ ଟାଇମ ରେ ତମେ ବାର ବାର କ୍ଲିୟର ଦେଖ ନା, ସମସ୍ତେ କୁହନ୍ତି କି ଆଉ ଏତେ ଥର ତ ଏକ୍ସାମ ଦଉଛି ହଉନି, ଆଉ ତାର କଣ ହବ, ଆଚ୍ଛା, ମାନେ ତାର କଣ ହବ, ଲୋକ ସେଟା କୁହନ୍ତି କି ଆଉ ସେଇଟା କହିଲେ ମତେ ଲାଗିକି ମୋ ବାପା ମା ଟିକେ ସେତିକି ଥିଲେ ଟଲରେଣ୍ଟ। ଏଇ ଜିନିଷଟା ଟିକେ ମୋ ପାଖରେ ବେଶୀ ପହଞ୍ଚେନି। ମୋ ବାପା ମାଙ୍କୁ ଯଦିଓ କହନ୍ତି ସେମାନେ, ମୋ ବାପା କୁହନ୍ତି କି ହଁ ସେ ତ ଦଉଛି, ମୁଁ ଜାଣିଛି ମୋ ଝିଅ କେବେ ନା କେବେ ପାଇବ। ତ ମୋ ବାପାଙ୍କର ଏଇ ଗୋଟେ ସପୋର୍ଟ ଥିଲା। ମୋ ମା ବି ବୁଝେ, କାରଣ ମାନେ ସିଏ ଟିକେ ପଢିଛି, ସେ ଜାଣିଛି କି ଲେନ୍ଦି ପ୍ରୋସେସ ସମସ୍ତଙ୍କୁ ଲାଗେ। ଆଉ ମାନେ ସେ ବି ଅନ୍ୟ ବେଳେବେଳେ ବାପା ମାଙ୍କୁ ଧୈର୍ଯ୍ୟ ହୁଅନ୍ତି, ବେଳେବେଳେ ଗୋଟେ ସିଚୁଏସନରେ ସେମାନେ ତମକୁ ଗାଳି କରିବେ, ସବୁ କରିବେ, ସମସ୍ତଙ୍କ କଥା ଶୁଣିକି ଗାଳି କରିବେ, କିନ୍ତୁ ପର ମୁମେଣ୍ଟରେ ସବୁବେଳେ ସେ ମୋ ପାଖରେ ଛିଡା ହେଇଥିବେ। ତ ଏଇଟା ମୋ ପାଇଁ ଗୋଟେ ମାନେ ବ୍ଲେସିଂ ଟାଇପ ର ଥିଲା କି ମାନେ ଯାହା ହଉ, ମାନେ ତାଙ୍କର ଯେତେବେଳେ ଗାଳି ଦିଅନ୍ତୁ ଧୈର୍ଯ୍ୟ ହେଇକି, କେବେ ମୁଁ ସେଇଟାକୁ ଭାବେନି କି ମାନେ ବାବା ମତେ ଏମିତି କହିଦେଲେ କି ସିଏ କହିଦେଇଛି ବୋଲି ବାବା ମତେ କହିଲେ, କି ମୁଁ ସେଟାକୁ ଭାବେନି। ମୁଁ ସବୁବେଳେ ଭାବେ କି ପରେ ଯୋଉଟା ଆସି ବୁଝାନ୍ତି ପାଖରେ ନା, ମୁଁ ସେଟାକୁ ଭାବେ କି ଯାହା ସେତିକି ତ ପଦେ କଥା କହୁଛନ୍ତି। ଜଣେ ଜଣଙ୍କ ଘରେ ଏମିତି ବି ସିଚୁଏସନ ଥିବ ଯୋଉ ବିଲକୁଲ ବି ସପୋର୍ଟ ହିଁ କରୁନଥିବେ, ମାନେ ପୁରା ହିଁ ଇଏ କରିଦଉଥିବେ, ଆଟଲିଷ୍ଟ କିଛି ତ କହୁଛନ୍ତି ସପୋର୍ଟରେ, ସେଇଟାକୁ ସବୁବେଳେ ମୋ ପ୍ଲସ ପଏଣ୍ଟ ଭାବିକି ଚାଲେ। ଆଚ୍ଛା, ବର୍ତ୍ତମାନ ଓଏସ୍ ହେଇଗଲା ପରେ ବର୍ତ୍ତମାନ ରେସ୍ପଣ୍ଡ କେମିତି, ମାନେ ସାଙ୍ଗସାଥି ହୁଅନ୍ତୁ କିମ୍ବା ଆମର ରିଲେଟିଭ୍ସ ମାନେ ହୁଅନ୍ତୁ, ବର୍ତ୍ତମାନ ରେସ୍ପଣ୍ଡ କେମିତି, ତାଙ୍କ ଝିଅ ଓଏସ୍ ଅଫିସର, ବର୍ତ୍ତମାନ ମାନେ ସରାଉଣ୍ଡିଂରେ ଆପଣଙ୍କର ବର୍ତ୍ତମାନର ରେସ୍ପଣ୍ଡଟା କେମିତି କ'ଣ ଅଛି, ଆପଣଙ୍କର ଯେଉଁ ଗୋଟେ ଇମେଜଟା? ଜିନିଷ ହେଲା ପଢୁଥିବା ଟାଇମରେ ତମକୁ କେହି ପଚାରିବେ, ପାଇଗଲା ଟାଇମରେ ସମସ୍ତେ ତମ ପାଖକୁ ଆସିବେ। ଆଚ୍ଛା, ସେଇଟା ହେଲା ମାନେ ଏଇଟା ହେଲା ମାନେ ଦୁନିଆର ଗୋଟେ ଯୋଉ କୁହନ୍ତିନି ନିରାଟ ସତ୍ୟ।
ମାନେ ବିଶ୍ୱାସ କର ପଢୁଥିବା ଟାଇମରେ ସେଇ ଲୋକ କହିଦେଇ ଯାଉଥିବ ହଁ ତତେ ଏତେ 25 ବର୍ଷ ହେଇଗଲାଣି ପଢୁଛି ବାହାରକୁ ପଢିବାକୁ ଯାଇଥିଲା ଆଉ ପାଇଗଲା ପରେ ସେଇ ଲୋକ ହଠାତ୍ କିନା ବୁଲି ବୁଲିକି ତମ ପାଖକୁ ଆସିବେ ମୁଁ ଜାଣିଥିଲି ପରା ଦିନେ ତମେ ପାଇବ ମୁଁ ଖାଲି ଏମିତି ମାନେ ସେ ଲୋକ ସମସ୍ତେ ସେମିତି ତ ମତେ ମୁଁ ଏତେ ଦୁନିଆ କଥା କେୟାର କରେନି ଆକ୍ଚୁଆଲି ମାନେ ରିଲେଟିଭ୍ସ ମାନେ ଆଉ ଦେ ଅଲମୋଷ୍ଟ ଦେ ୱିଲ୍ ଟ୍ରାଇ ଟୁ ମାନେ ଏକ୍ସପ୍ଲଏଟ୍ ୟୁ ମାନେ ତମେ ଗୋଟେ ଭଲ ପୋଜିସନ ରେ ଥିବ ହେଲେ ମାନେ ସମସ୍ତେ ତମ ଫେଭର ନବାକୁ ଚାହିଁବେ ଫେଭର ନବା ପାଇଁ ଆସିବେ ସେଟା ହେଲା ମାନେ ଗୋଟେ ନିରାଟ ସତ୍ୟ କଥା ତମ ପାଖରେ ଦେଖ ତମେ ଯଦି କିଛି ଭଲ ପଇସା ରୋଜଗାର ଇନକମ କରିବ ନା ତମର ସୋସାଇଟିରେ କିଛି ଦିନ ପୂର୍ବରୁ ତମର କିଛି ରେସ୍ପେକ୍ଟ ନଥିବ ଯଦି ତମେ ୟୁ ଷ୍ଟାର୍ଟେଡ୍ अर्निंग ଗୁଡ୍ ଅର୍ ସମଥିଙ୍ଗ ପୋଜିସନ ପାଇଗଲ ନା ସମସ୍ତେ ତମ ପାଖକୁ ପଳେଇ ଆସିବେ ସେଟା ମାନେ କଣ ବଟ୍ ଏଗୁଡାକ ସବୁ ମାନେ ମୋହ ମାୟା ଯାହା କୁହନ୍ତିନି ସେଇଟା ତମେ ଆଠୁ ଦୂରରେ ରହିବା ଦରକାର ଯୋଉମାନେ ତମର ବେଶୀ ଦୁଃଖ ଟାଇମରେ ସାଙ୍ଗରେ ଥିବେ ନା ତମର ପ୍ରିପାରେସନ କଲା ଟାଇମରୁ ଯୋଉମାନେ ତମ ସହିତ ସଂଘର୍ଷ ଦେଖିଥିବେ ନା ତମର ସେଇମାନଙ୍କ ସହିତ ହିଁ ତମେ ପାଇଲା ପରେ ମତେ ଲାଗେ କି ତୁ ରହିବା କଥା ଆଉ ବାକି ମାନଙ୍କୁ ଛାଡିବା କଥା ଏ ଲୋକ ତ ଆତେ ଯାତେ ରେହତେ ମାନେ ଏଗୁଡାକ ମାନେ ଏତେ କେୟାର କରିବା କଥା ଲୋକ ଆଟେନସନ ବହୁତ ଦେବେ ଲୋକ ବହୁତ ଦେବେ ତମେ ନ ମାଗିଲେ ବି ଲୋକ ଆଟେନସନ ଦେବେ ବଟ୍ ୟୁ ଶୁଡଣ୍ଟ ବି ହାପି ବାଇ ଦେୟାର ଆଟେନସନ କି ତମାନେ ମତେ ଆଟେନସନ ଦଉଛନ୍ତି କାରଣ ସେଗୁଡା ସବୁ ମାନେ ଫେକ୍ ଥାଏ ସେଟା ରିଏଲ କିଛି ବି ନଥାଏ ରିଏଲ ଯୋଉମାନେ ତମକୁ ସତରେ ଦେଖିଛନ୍ତି ଷ୍ଟ୍ରଗଲ କରୁଥିବାର ସେଇମାନେ ପଦେ ପଦେ ତମ ବିଷୟରେ କହିବେ ନା କି ଲାଇକ ଯାହା ହଉ ତୁ ପାଇଗଲୁ ମୁଁ ବହୁତ ଖୁସି ସେଇଟା ହେଲା ତମ ପାଇଁ ବଡ ଜିନିଷ ଆଚ୍ଛା ଠିକ୍ ଅଛି ତ ଆପଣ ବର୍ତ୍ତମାନ ଆମେ ସେସନ୍କୁ ଏଣ୍ଡ କରିବା ଅଲରେଡ଼ି 15 ମିନିଟ୍ର ସେ ସେସନ୍ ହେଲାଣି ତ ଲାଷ୍ଟଲି ଆପଣ ଫ୍ୟୁଚର୍ ଆସ୍ପିରାଣ୍ଟ ମାନଙ୍କୁ କ'ଣ ଟିପ୍ସ ଦେବେ फ्यूचर एस्पिरेंट ମାନଙ୍କୁ ଏହା କହିବେ କି ମାନେ ଡିଟରମାଇଣ୍ଡ ରୁହନ୍ତୁ କନସିଷ୍ଟେନ୍ସି ମେଣ୍ଟେନ କରନ୍ତୁ ଷ୍ଟିକ୍ ଟୁ ଦ ସିଲେବସ ରୁହନ୍ତୁ ସିଲେବସ ରେ ଯାହା ବି ଅଛି ତାକୁ ବହୁତ ପ୍ରିସାଇଜଲି ନୋଟ ଡାଉନ କରି ପଢନ୍ତୁ ପ୍ରିଭିୟସ ଇୟର को क्वेश्चंस को बहुत सारा फॉलो କରନ୍ତୁ मोस्टली इट्स ए वर ऑफ ମାନେ ନିଜ ସହିତ ୱାର ବାହାର ଦୁନିଆକୁ କିଏ କଣ କରୁଛି ନ କରୁଛି ସେଇଟା ନ ଦେଖି ନିଜେ କେମିତି ଇମ୍ପ୍ରୁଭମେଣ୍ଟ ଆଣିପାରିବେ ସେଇଟା ଦେଖନ୍ତୁ ସେଇଟା ହେଲା ସବୁଠୁ ବଡ ଜିନିଷ ଆଚ୍ଛା ତ ଠିକ୍ ଅଛି ତେଣୁ ଆପଣଙ୍କୁ ପ୍ରଥମ ଲାଷ୍ଟଲି ମୁଁ ବହୁତ ଧନ୍ୟବାଦ ଦେବି ଆପଣ ବହୁତ ସୁନ୍ଦର ସୁନ୍ଦର କଥା ମଧ୍ୟ କହିଲେ ଏବଂ ଆସିଲେ ଚ୍ୟାନେଲକୁ ଆସିଲେ ମୋ ଅଡ଼ିଏନ୍ସକୁ ଗାଇଡ଼ କଲେ ଆଉ ଆପଣ ଟିକେ କହିଦିଅନ୍ତୁ ଯେ କେମିତି ଲାଗିଲା ଇଣ୍ଟରଭ୍ୟୁଟା ମାନେ ଇଣ୍ଟରଭ୍ୟୁ ତ ନୁହଁ ଜଷ୍ଟ ଖାଲି ନର୍ମାଲ ଗୋଟେ କ୍ୟାଜୁଆଲ କନଭରସେସନ୍ କେମିତି ଲାଗିଲା ମତେ ତ ବହୁତ ତମ ସହିତ ଫର୍ଷ୍ଟ ଟାଇମ ଇଣ୍ଟରାକ୍ସନ କରୁଛି ବଟ୍ ଇଟ୍ ଇଜ ଭେରି ଗୁଡ ଯାଉ ମାନେ ତମେ କିଛି ଜଣ ଥାଏ ନା ମାନେ वी कांट रीच मेनी पीपल बट ଯଦି ତମ ଇଣ୍ଟରଭ୍ୟୁ ର ସ୍ମଲ ଇଣ୍ଟରଭ୍ୟୁ ମାନେ କେତେ ଜଣଙ୍କୁ ହେଲ୍ପଫୁଲ ହେଇପାରୁଛି ମାନେ ଇଟ ୱିଲ୍ ବି ମାଇ ପ୍ଲେଜର ଇଟ୍ସ ଲାଇକ ଏ ସର୍ଭିସ ଅଲସୋ ଓକେ थैंक यू ତମ ମତେ ଚ୍ୟାନେଲକୁ ଡାକିଲ थैंक यू सो मच ଥ୍ୟାଙ୍କ ୟୁ ମ୍ୟାମ୍ ଓକେ ମୁଁ ଏଇଠି ଷ୍ଟପ୍ କଲି ରେକର୍ଡ଼ିଂ ହଁ କିଛି ଫଟୋଜ୍ ଥମ୍ବନେଲ୍ ପାଇଁ କି ଆପଣ ସେୟାର କରିଦେବେ ମାନେ ଡକୁମେଣ୍ଟ କରିଦେବେ ହଁ ହଁ sure sure ଠିକ୍ ଅଛି ଯଦି ଇନଷ୍ଟାଗ୍ରାମରେ ଡକୁମେଣ୍ଟ ଅପସନ୍ ଥିବ ଡକୁମେଣ୍ଟ କରିଦେବେ ଆଉ ଆଜ୍ଞା ଠିକ ଓକେ ଅଛି